ଚାରି ସଙ୍ଗାତ କଥା। ଜଙ୍ଗଲ ମଧ୍ୟରେ ପୋଖରୀଟିଏ, କାଚ କେନ୍ଦୁ ପରି ପାଣି। ସେହି ପୋଖରୀରେ ରହୁଥିଲା ଗୋଟିଏ ବଡ଼ କଇଁଚ। ପୋଖରୀ କୂଳରେ ଗୋଟାଏ ଝଙ୍କାଳିଆ ବରଗଛ ଏବଂ ତା ପାଖକୁ ଲାଗି ଘଞ୍ଚ ବୁଦା ସବୁ ଲମ୍ବି ଯାଇଛି କିଛି ଦୂର ପର୍ଯ୍ୟନ୍ତ। ସେହି ବୁଦା ଭିତରେ ଘର କରି ରହିଥିଲେ ଦୁଇ ସାଙ୍ଗ, ମୂଷା ଏବଂ ବିଲୁଆ। ବରଗଛ ଉପରେ ବସା କରି ରହିଥିଲା କାଉଟିଏ। ଏ ଚାରିଙ୍କ ଭିତରେ ଭାରି ବନ୍ଧୁତା। କେହି କାହାକୁ ଦିନେ ନ ଦେଖିଲେ ରହିପାରନ୍ତି ନାହିଁ। ସେମାନେ ନିଜ ନିଜ ଭିତରେ ସଙ୍ଗାତ ବସିଥିଲେ। ଅବସର ସମୟରେ ଏକାଠି ବସି ଗପ କରୁଥିଲେ। ଏମିତି ଆନନ୍ଦରେ ଦିନ ଗୁଡ଼ିକ କାଟି ଯାଉଥିଲା। ଥରେ ଗୋଟିଏ ଶିକାରୀ ବରଗଛ ମୂଳରୁ ପୋଖରୀ କୂଳ ପର୍ଯ୍ୟନ୍ତ ଫାଶ ବସାଇଦେଲା। ଏହା ଜାଣି ନପାରି କଇଁଚ, ବିଲୁଆ ପରସ୍ପରକୁ ଭେଟିବାକୁ ଆସୁଥିବା ବେଳେ ସେହି ଫାଶରେ ପଡ଼ିଗଲେ। କିନ୍ତୁ ସେ କଇଁଚ ପରି ଚୁପଚାପ ପଡ଼ି ନ ରହି ପ୍ରାଣ ମୂର୍ଚ୍ଛା ଚିତ୍କାର କରି ବନକୁ କମ୍ପାଇ ଦେଲା। ଦୌଡ଼ି ଆସ, ଦୌଡ଼ି ଆସ, ମୋ ସାଙ୍ଗମାନେ କୁଆଡ଼େ ଅଛ ଦୌଡ଼ି ଆସ, କାଉ କୁଆଡ଼େ ଅଛ ଦୌଡ଼ି ଆସ, ମୂଷା ଭାଇ କୁଆଡ଼େ ଅଛ, ମୂଷା ଭାଇ କୁଆଡ଼େ ଅଛ, ଦୌଡ଼ି ଆସ, ଏପଟେ ଦୌଡ଼ି ଆସ, ଏ ଶିକାରୀ ମୋତେ ଜାଲରେ ପକାଇ ଦେଇଛି, ଦୌଡ଼ି ଆସ ମୂଷା ଭାଇ। ମୂଷା ଆଉ କାଉ ସଙ୍ଗାତର ବିକଳ ଚିତ୍କାର ଶୁଣି ସେଠାରେ ପହଞ୍ଚିଲେ। ଦୁଇ ସଙ୍ଗାତ ଏମିତି ବିପଦରେ ପଡ଼ିଥିବା ଦେଖି ଦୁଃଖ କଲେ। ଅନେକ ଚିନ୍ତା କରି ସେମାନେ ଶିକାରୀକୁ ଧୀରେ ଧୀରେ ଅନୁସରଣ କରିବାକୁ ଲାଗିଲେ। କାଉ କା କା କରି ତା ସାଙ୍ଗସାଥୀମାନଙ୍କୁ ବିପଦର ସୂଚନା ଦେଲା। ଦୌଡ଼ି ଆସ, ମୋ ସାଙ୍ଗମାନେ କେଉଁଠି ଅଛ ଦୌଡ଼ି ଆସ, ମୋ ସାଙ୍ଗ ଠେକୁଆ, କଇଁଚ ବଡ଼ ଜାଲରେ ପଡ଼ିଛନ୍ତି, ଶୀଘ୍ର ଶୀଘ୍ର ଦୌଡ଼ି ଆସ। ଏ କଥା ଶୁଣି ହଜାର ହଜାର କାଉ ଉଡ଼ି ଉଡ଼ି ଆସି ସେଠାରେ ପହଞ୍ଚିଲେ। ବିଚାର ବିମର୍ଶ ପରେ ସେମାନେ ଯୋଜନାବଦ୍ଧ ଭାବେ ଶିକାରୀକୁ ମିଳିତ ଭାବେ ଆକ୍ରମଣ କଲେ। ସେମାନଙ୍କ ଆକ୍ରମଣରେ ଶିକାରୀ ଖଣ୍ଡିଆ ଖାବରା ହୋଇ ଯନ୍ତ୍ରଣାରେ ତଳେ ପଡ଼ିଗଲା। ନିଜର ଜୀବନ ବଞ୍ଚାଇବାକୁ ଯାଇ ସେ ଚିତ୍କାର କଲା। ଏହାର ସୁଯୋଗ ନେଇ ମୂଷା ଶିକାରୀର ସେହି ଜାଲମୂଳାକୁ ନେଇ ନିଜର ତୀକ୍ଷ୍ଣ ଦାନ୍ତରେ କାଟିଦେଲା। ଠେକୁଆ ଏବଂ କଇଁଚ ଜାଲମୂଳାରୁ ପଦାକୁ ବାହାରି ଆସି ଏକ ଘଞ୍ଚ ବୁଦା ଭିତରେ ଲୁଚିଗଲେ। ଶିକାରୀ ବିଚରା ରକ୍ତାକ୍ତ ହୋଇ କାନମୁଣ୍ଡ ଆଉସି ଘରକୁ ଖାଲି ହାତରେ ଫେରିଗଲା। ଦେଖିଲ ତ ପିଲେ, ଉତ୍ତମ ଏବଂ ନିଃସ୍ୱାର୍ଥପର ବନ୍ଧୁତାର ମୂଲ୍ୟ କେତେ। ଯିଏ ପ୍ରକୃତ ବନ୍ଧୁ ସେ କେବଳ ସୁଖ ସମ୍ପଦ ବେଳେ ପାଖରେ ନଥାଏ, ବିପଦ ପଡ଼ିଲେ ସେଥିରୁ ଉଦ୍ଧାର କରିବାକୁ ଆଗଭର ହୋଇଥାଏ। ନିଃସ୍ୱାର୍ଥପର ବନ୍ଧୁତା ଏକ ଦୁର୍ଲଭ ଏବଂ ସ୍ୱର୍ଗୀୟ ଗୁଣ।